ଆଜି ହେଉଛି 9 ମଇ 2026 ଆଉ ଯଦି ଆମେ ଆଜିର ପରିସ୍ଥିତି ଉପରେ ନଜର ପକାଇବା ମାନେ ବାଲିଆନ୍ତାରେ ଘଟିଥିବା ଏକ ଅତି ମର୍ମନ୍ତୁଦ ଗଣପିଟୁଣି ଘଟଣା କିମ୍ବା ପଶ୍ଚିମବଙ୍ଗରେ ଏକ ଐତିହାସିକ ନିର୍ବାଚନ ଫଳାଫଳ ଯୋଉଠି 15 ବର୍ଷର ଗୋଟି ସରକାରର ପତନ ଘଟିଗଲା କିମ୍ବା ତାଠୁ ବି ଦୂରକୁ ଗଲେ ମଧ୍ୟପ୍ରାଚ୍ୟରେ ଆମେରିକା ଆଉ ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ। ହଁ, ଉପରକୁ ଦେଖିଲେ ତ ଲାଗିବ ଏହି ତିନୋଟି ଘଟଣା ସମ୍ପୂର୍ଣ୍ଣ ଅଲଗା, କିନ୍ତୁ ପ୍ରକୃତରେ ସେମିତି ନୁହେଁ। ଏକଦମ ଠିକ୍। ଆଉ ଆଜିର ଏହି ଗଭୀର ତର୍ଜମାରେ ଆମର ଲକ୍ଷ୍ୟ ହେଉଛି ସେହି ଅଦୃଶ୍ୟ କାରଣଗୁଡ଼ିକୁ ଖୋଜି ବାହାର କରିବା। କାରଣ ଆଜିକାଲି ଇଣ୍ଟରନେଟ୍ରେ ତ କେବଳ ତଥ୍ୟର ବନ୍ୟା ଛୁଟୁଛି, କିନ୍ତୁ ଖବରର ମୂଳ ଅର୍ଥ ବୁଝିବା ଅଧିକ ଜରୁରୀ। ନିଶ୍ଚିତ ଭାବରେ। ମାନେ ଆମେ ଯେତେବେଳେ ଖବର ପଢ଼ୁ ସାଧାରଣତଃ କେବଳ କ'ଣ ଘଟିଲା ସେତିକି ହିଁ ଜାଣିବାକୁ ପାଉ। ହଁ, କିନ୍ତୁ କୌଣସି ବି ଘଟଣା ଏମିତି ଶୂନ୍ୟରୁ ସୃଷ୍ଟି ହୁଏ ନାହିଁ। କାହିଁକି ଘଟିଲା ଆଉ ତାହା ପଛର ପ୍ରକୃତ କାରଣ କ'ଣ ସେଟା ନ ବୁଝିଲେ ସମ୍ପୂର୍ଣ୍ଣ ଚିତ୍ର କେବେ ବି ଆମ ସାମ୍ନାକୁ ଆସିବ ନାହିଁ। ବିଶ୍ୱର ଗୋଟିଏ କୋଣରେ ହେଉଥିବା ଗୋଟେ ଛୋଟ ନିଷ୍ପତ୍ତି ବି ଅନ୍ୟ କୋଣରେ ଥିବା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରେ। ଆଉ ସେହି ସମ୍ପୂର୍ଣ୍ଣ ଚିତ୍ର ଖୋଜିବାକୁ ଯାଇ ଆଜି ଆମେ ଅନଲାଇନ୍ ପ୍ଲାଟଫର୍ମ ବିଶେଷ କରି ୟୁଟ୍ୟୁବର ସର୍ଚ୍ଚ ଟ୍ରେଣ୍ଡ ଉପରେ ଏକ ବିସ୍ତୃତ ନଜର ପକାଇଲୁ। ମାନେ କୌଣସି ନିର୍ଦ୍ଦିଷ୍ଟ ମିଡିଆ ଚ୍ୟାନେଲର ନାମ ନ ନେଇ ଯଦି କହିବା ତେବେ ଲୋକଙ୍କର ଏହି ଖୋଜିବା ପ୍ରଣାଳୀରୁ ଗୋଟେ ବହୁତ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଆଚ୍ଛା, କ'ଣ ସେଇଟା? ଦେଖନ୍ତୁ, ବର୍ତ୍ତମାନ ଲୋକେ ବଡ଼ ବଡ଼ ଜାତୀୟ ଖବର ଅପେକ୍ଷା ନିଜର ସ୍ଥାନୀୟ ଅପରାଧିକ ଘଟଣାକୁ ଅଧିକ ଖୋଜୁଛନ୍ତି। ବିଶେଷ କରି ସେହି ବାଲିଆନ୍ତା ଘଟଣାର ପୀଡ଼ିତାଙ୍କ ବୟାନ ଆଉ ସେଠାକାର ସ୍ଥାନୀୟ ଲୋକଙ୍କର ପ୍ରତିକ୍ରିୟା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକ ବିପୁଳ ଆଗ୍ରହ ସୃଷ୍ଟି ହୋଇଛି। ଏହା ବୋଧହୁଏ ମାନବୀୟ ମନସ୍ତତ୍ୱର ଗୋଟେ ଉଦାହରଣ। ହଁ, ଆଉ ତା ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଭିଡିଓଗୁଡ଼ିକୁ ଖୁବ୍ ଟ୍ରେଣ୍ଡିଂରେ ଅଛି। ଅର୍ଥାତ୍ ଏକାବେଳେକ ଲୋକେ ନିଜ ସାହିର ଅଶାନ୍ତି ଆଉ ପଡ଼ୋଶୀ ରାଜ୍ୟର କ୍ଷମତା ପରିବର୍ତ୍ତନ ଦୁଇଟିକୁ ଖୁବ୍ ଗଭୀର ଭାବରେ ଅନୁଧ୍ୟାନ କରୁଛନ୍ତି। ମାନେ ଲୋକମାନେ ସେହି ବିଷୟ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି ଯାହା ସେମାନଙ୍କର ନିଜ ଦୈନନ୍ଦିନ ସୁରକ୍ଷା ବା ସ୍ଥିତି ଉପରେ କିଛି ପ୍ରଭାବ ପକାଇପାରେ। ସମାଜରେ ଯେତେବେଳେ କୌଣସି ବି ଅଶାନ୍ତି ଦେଖାଯାଏ ସଠିକ୍ ସୂଚନା ପାଇବାଟା ଗୋଟେ ସୁରକ୍ଷା କବଚ ଭଳି କାମ କରେ। ଏକଦମ ସତ କଥା। କିନ୍ତୁ ସାମାଜିକ ଅଶାନ୍ତି ବିଷୟରେ କଥା ହେବା ପୂର୍ବରୁ ଆମେ ପ୍ରକୃତି ଆଡ଼ୁ ଆସୁଥିବା ଏକ ବଡ଼ ବିପଦ ଉପରେ ନଜର ପକାଇବା ଦରକାର। ଆପଣ ବୋଧହୁଏ ପାଣିପାଗ ବିପଦ କଥା କହୁଛନ୍ତି। ହଁ, ପାଣିପାଗ କଥା ଉଠିବା ମାତ୍ରେ ତ ସମସ୍ତଙ୍କ ମନରେ ବାତ୍ୟାର ଚିତ୍ର ଆସିଯାଏ। ଆଉ ଖବର ବି ସେହିଭଳି କିଛି ଅଛି। ଭାରତୀୟ ପାଣିପାଗ ବିଭାଗ ବା IMD ଏବଂ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା GFS ସେମାନଙ୍କର ସୂଚନା ଅନୁଯାୟୀ ମଇ ମାସର ଦ୍ୱିତୀୟ ସପ୍ତାହ ମାନେ ପାଖାପାଖି ମଇ 10 କିମ୍ବା 11 ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଆଉ ସେଟା ଏକ ବାତ୍ୟାର ରୂପ ମଧ୍ୟ ନେଇପାରେ। ଓଡ଼ିଶା ସରକାର ଏଥିପାଇଁ ପୁରା ହାଇ ଆଲର୍ଟ ଜାରି କରିସାରିଛନ୍ତି। ହଁ, ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କିନ୍ତୁ ମୋ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଠେ, ଏହି ଯେଉଁ GFS ବା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ କଥା କୁହାଯାଉଛି, ଏହା ପ୍ରକୃତରେ କେମିତି କାମ କରେ? ମାନେ ସମୁଦ୍ର ମଝିରେ ଏତେ ଦୂରରେ ସୃଷ୍ଟି ହେଉଥିବା ଗୋଟେ ପବନର ଗତିକୁ ଆମେ ସପ୍ତାହେ ପୂର୍ବରୁ କିପରି ଏତେ ସଠିକ୍ ଭାବେ ଆକଳନ କରିପାରୁଛୁ? ଏହି ପ୍ରଣାଳୀଟି ବାସ୍ତବରେ ବହୁତ ରୋଚକ। ଦେଖନ୍ତୁ, GFS ହେଉଛି ଏକ ପ୍ରକାର ଗାଣିତିକ ମଡେଲ। ଏହା ସମଗ୍ର ପୃଥିବୀର ବାୟୁମଣ୍ଡଳକୁ କୋଟି କୋଟି ଛୋଟ ଛୋଟ 3D ବକ୍ସ ବା ଗ୍ରିଡ୍ରେ ବିଭକ୍ତ କରିଦିଏ। ଆଚ୍ଛା, ମାନେ ଅଦୃଶ୍ୟ ବକ୍ସ ସବୁ। ହଁ, ଠିକ୍ ସେମିତି। ଆଉ ଏହି ପ୍ରତ୍ୟେକ ବକ୍ସ ଭିତରେ ତାପମାତ୍ରା, ବାୟୁର ଚାପ ଆଉ ଆର୍ଦ୍ରତାକୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ମାଧ୍ୟମରେ ହିସାବ କରାଯାଏ। ତେଣୁ ଯେତେବେଳେ ସମୁଦ୍ରର ପୃଷ୍ଠଭାଗରେ ତାପମାତ୍ରା ଟିକେ ବି ବଢ଼େ ସେଇ ବକ୍ସଗୁଡ଼ିକର ତଥ୍ୟ ସାଙ୍ଗେ ସାଙ୍ଗେ ବଦଳିଯାଏ। ଓହୋ, ତାମାନେ କମ୍ପ୍ୟୁଟର ଆଗୁଆ ଜାଣିଦିଏ ଯେ ପବନ କେଉଁ ଦିଗକୁ ଯିବ। ଏକଦମ, କମ୍ପ୍ୟୁଟର ଆକଳନ କରିଦିଏ ଯେ କେଉଁ ଦିଗରେ ପବନ ଘୂର୍ଣ୍ଣୀଭୂତ ହେବ। ଆଉ ଏହି ବୈଷୟିକ ଜ୍ଞାନ ହିଁ ଆମ ପ୍ରଶାସନକୁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ଦେଇଦିଏ, ଯାହାଦ୍ୱାରା ଆମେ ଅନେକ ଜୀବନ ରକ୍ଷା କରିପାରୁଛୁ। ଜୀବନ ବଞ୍ଚାଇବାର କଥା ଯେତେବେଳେ ଉଠିଛି, ନୟାଗଡ଼ରେ ଦେଖିବାକୁ ମିଳିଥିବା ସେହି ଉଦ୍ଧାର କାର୍ଯ୍ୟ କଥା କେମିତି ଭୁଲିବା? ମାନେ କାଣିପଡ଼ା ଜଙ୍ଗଲରେ ଦୁଇଟି ବିଶାଳ ପଥର ସନ୍ଧିରେ ଗୋଟିଏ ଛୋଟ ବାଳକ ଫସି ଯାଇଥିଲା। ବାପ୍ରେ, ସେ ଦୃଶ୍ୟ ବହୁତ ଭୟଙ୍କର ଥିଲା। ହଁ,
ଆଉ ଆମ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଏକ ଅତ୍ୟନ୍ତ ସୂକ୍ଷ୍ମ ଅସ୍ତ୍ରୋପଚାର ଭଳି ଅତି ନିଖୁଣ ଭାବରେ ସେହି ପିଲାଟିକୁ ସୁରକ୍ଷିତ ଉଦ୍ଧାର କଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। କିନ୍ତୁ ଏସବୁ ଘଟଣାକୁ ଦେଖିଲେ ମୋତେ ଗୋଟିଏ ଦିଗ ବହୁତ ସ୍ପଷ୍ଟ ଲାଗେ। କେଉଁ ଦିଗ? ଦେଖନ୍ତୁ, ପ୍ରକୃତି ଯେତେବେଳେ ଆମ ଆଡ଼କୁ କୌଣସି ବି ଆହ୍ୱାନ ଫୋପାଡ଼ି ଦିଏ, ଯେମିତିକି ଏକ ବାତ୍ୟା ଆସିବା କିମ୍ବା କେହି ପଥର ତଳେ ଫସିଯିବା, ସେତେବେଳେ ସମସ୍ତେ ଏକାଠି ହୋଇଯାଆନ୍ତି। ମାନେ ପ୍ରଶାସନ ତତ୍ପର ହୁଏ, ଉଦ୍ଧାର କାର୍ଯ୍ୟ ସଫଳ ହୁଏ। କିନ୍ତୁ ଯେତେବେଳେ ସମସ୍ୟାଟି ପ୍ରକୃତିର ନୁହେଁ ବରଂ ଆମ ସମାଜ ଭିତରୁ ହିଁ ସୃଷ୍ଟି ହୁଏ, ସେତେବେଳେ ଏହି ଶୃଙ୍ଖଳା କୁଆଡ଼େ ଚାଲିଯାଏ। ଲୋକେ କାହିଁକି ଆଇନକୁ ନିଜ ହିତକୁ ନିଅନ୍ତି? ଏହା ପ୍ରକୃତରେ ଏକ ଗଭୀର ସାମାଜିକ ସଙ୍କଟର ସଂକେତ। ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ିବା ପାଇଁ ଆମର ଏକ ସ୍ପଷ୍ଟ ସିଷ୍ଟମ ଅଛି, କିନ୍ତୁ ସାମାଜିକ ଅଶାନ୍ତି ସେତେବେଳେ ଉଗ୍ରରୂପ ନିଏ ଯେତେବେଳେ ଲୋକଙ୍କର ସେହି ସିଷ୍ଟମ ବା ପ୍ରଣାଳୀ ଉପରେ ବିଶ୍ୱାସ ତୁଟିଯାଏ। ବୋଧହୁଏ ଆପଣ ବାଲିଅନ୍ତା ଘଟଣାକୁ ଇଙ୍ଗିତ କରୁଛନ୍ତି। ଠିକ୍ ଧରିଛନ୍ତି। ବାଲିଅନ୍ତାରେ ଘଟିଥିବା ସେହି ମବ୍ ଲିଞ୍ଚିଂ ବା ଗଣପିଟୁଣି ଘଟଣା ଅତ୍ୟନ୍ତ ଭୟଙ୍କର। ମାନେ ଭୁବନେଶ୍ୱର ଉପକଣ୍ଠରେ ଜଣେ ରେଳବାଇ କନଷ୍ଟେବୁଲକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ହତ୍ୟା କରିଦେଲେ। ଅଭିଯୋଗ ଥିଲା ଯେ ସେ 2 ଜଣ ମହିଳାଙ୍କ ସହ କିଛି ଅସଦାଚରଣ କରିଥିଲେ। ଆଉ ଏଥିରେ ତ କିଛି ଲୋକ ଗିରଫ ମଧ୍ୟ ହୋଇଛନ୍ତି। ହଁ, ଏବେ ସୁଦ୍ଧା 5 ଜଣଙ୍କୁ ଗିରଫ କରାଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ପୋଲିସକୁ ଗଣପିଟୁଣି ରୋକିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ବି ଦେଇଛନ୍ତି। କିନ୍ତୁ କେବଳ ସେତିକି ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର କୋଇଳା ନିକଟରେ ଦେଖନ୍ତୁ, ପାରିବାରିକ ଶତ୍ରୁତା କାରଣରୁ ନିଜ ସମ୍ପର୍କୀୟଙ୍କୁ ପିଟି ପିଟି ମାରି ଦିଆଗଲା। ଆଉ ବ୍ରହ୍ମପୁରରେ ତ ଆହୁରି ସାଂଘାତିକ। ସେଇ ବ୍ୟବସାୟୀଙ୍କ ଅପହରଣ ଘଟଣା ତ? ହଁ, ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଆଉ ସୁପାରି କିଲର ଲଗାରି ତାଙ୍କୁ ହତ୍ୟା କରିବା ଘଟଣା। ଏଥିରେ ପୋଲିସ 9 ଜଣଙ୍କୁ ଗିରଫ କରିଛି। ମୋତେ ଗୋଟିଏ କଥା ବୁଝାନ୍ତୁ, କ'ଣ ଏସବୁ କେବଳ ରାଗ, ନା ଆମର ଆଇନ ବ୍ୟବସ୍ଥାରେ ଏମିତି କିଛି ତ୍ରୁଟି ରହିଯାଉଛି ଯୋଉଥିପାଇଁ ଲୋକେ କୋର୍ଟ ବା ବିଚାରାଳୟକୁ ଅପେକ୍ଷା ନ କରି ରାସ୍ତା ଉପରେ ନିଜେ ବିଚାରପତି ସାଜି ଯାଉଛନ୍ତି? ଦେଖନ୍ତୁ, ଏହାର ମୂଳ କାରଣ କେବଳ ରାଗ ନୁହେଁ, ବରଂ ନ୍ୟାୟିକ ପ୍ରକ୍ରିୟା ଉପରେ ଥିବା ଆସ୍ଥାର ଅଭାବ। ସାଧାରଣତଃ କୋର୍ଟରେ ଗୋଟିଏ ମାମଲାର ବିଚାର ହେବା ପାଇଁ ଆମର ଏଠି ବର୍ଷ ବର୍ଷ ଲାଗିଯାଏ। ତା ସହ ଆଜିକାଲି ଏହି ଡିଜିଟାଲ ମାଧ୍ୟମରେ କୌଣସି ବି ଗୋଟେ ଛୋଟ ଗୁଜବ ବା ଅର୍ଦ୍ଧସତ୍ୟ ଅତି ଦ୍ରୁତ ଗତିରେ ବ୍ୟାପି ଯାଉଛି। ହଁ, ମୋବାଇଲ ଖୋଲିଲେ ସବୁ ଭାଇରାଲ। ଏକଦମ। ଫଳରେ ହୁଏ କ'ଣ ନା, ଗୋଟେ ଭିଡ଼ ଏକାଠି ହୋଇ ଭାବିନିଏ ଯେ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସେମାନଙ୍କର ଅଧିକାର। ବାଲିଆନ୍ତା ଘଟଣାରେ ଆମେ ଠିକ୍ ତାହାହିଁ ଦେଖିଲୁ। ଅନ୍ୟପଟେ ବ୍ରହ୍ମପୁରର ଘଟଣା ଦର୍ଶାଉଛି ଯେ କିପରି ସଂଗଠିତ ଅପରାଧ ବା ଅର୍ଗାନାଇଜ୍ଡ କ୍ରାଇମ୍ ଏବେ ବଡ଼ ବଡ଼ ସହରରୁ ବାହାରି ଛୋଟ ସହରଗୁଡ଼ିକରେ ନିଜର ଚେର ବିସ୍ତାର କରୁଛି। ସତରେ ସୁପାରି କିଲର ମିଳିବା କ'ଣ ଏତେ ସହଜ ହୋଇଗଲାଣି? ସେଇଆ ତ। ଯେତେବେଳେ ସୁପାରି କିଲମାନେ ସହଜରେ ଉପଲବ୍ଧ ହେଉଛନ୍ତି, ଏହା ସିଧାସଳଖ ପ୍ରମାଣ କରେ ଯେ ଅପରାଧୀମାନଙ୍କ ମନରେ ପୋଲିସ ବା ଆଇନ ପ୍ରତି ଆଉ କୌଣସି ଭୟ ନାହିଁ। ତାହେଲେ ଆମେ ଦେଖୁଛୁ ଯେ ଗୋଟେ ପଟେ ଆଇନର ଶିଥିଳତା ଆଉ ଅନ୍ୟପଟେ ଏହି ଡିଜିଟାଲ ଦୁନିଆର ଦ୍ରୁତ ପ୍ରସାର ଯୋଗୁଁ ସ୍ଥାନୀୟ ଖବରଗୁଡ଼ିକ ଲୋକଙ୍କ ପାଖରେ ଅଧିକ ତୀବ୍ରତାର ସହ ପହଞ୍ଚୁଛି। ଆଉ ଏହି କଥା ଆମକୁ ପୁଣି ସେହି ୟୁଟ୍ୟୁବ ଟ୍ରେଣ୍ଡ ଆଡ଼କୁ ନେଇଯାଉଛି, ଯାହା ଆମେ ଆରମ୍ଭରୁ ଆଲୋଚନା କରୁଥିଲୁ। ଆଚ୍ଛା, ସେଇ ଲୋକାଲ ନ୍ୟୁଜ୍ କଥା? ହଁ, ଓଡ଼ିଶାରେ ଏବେ ସ୍ଥାନୀୟ ଖବର ବା ହାଇପର ଲୋକାଲ ନ୍ୟୁଜ୍ ପରିବେଷଣ କରୁଥିବା ନୂଆ ନୂଆ ଡିଜିଟାଲ କ୍ରିଏଟରମାନଙ୍କର ଭିଡିଓରେ ଲୋକେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ମାନେ ବାଲିଆନ୍ତା ଭଳି ଘଟଣାରେ ପୀଡ଼ିତା ବା ସାକ୍ଷୀଙ୍କ ବୟାନକୁ ସିଧାସଳଖ ଶୁଣିବା ପାଇଁ ଲୋକେ ବହୁତ ବ୍ୟଗ୍ର। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସେହି ସମାନ ଦର୍ଶକମାନେ ନିଜ ସାହିର ଖବର ଦେଖିସାରିବା ପରେ ସିଧା ପଶ୍ଚିମବଙ୍ଗର ରାଜନୈତିକ ଖବର ସର୍ଚ୍ଚ କରୁଛନ୍ତି। ମାନେ ରାସ୍ତାର ଅଶାନ୍ତି କିପରି ଏକ ବଡ଼ ରାଜନୈତିକ ପରିବର୍ତ୍ତନରେ ରୂପାନ୍ତରିତ ହୁଏ, ବୋଧହୁଏ ପଶ୍ଚିମବଙ୍ଗ ତାହାର ସବୁଠାରୁ ବଡ଼ ଉଦାହରଣ। ଏହା ଠିକ୍ ସେମିତି ଲାଗୁଛି ଯେମିତି ଗୋଟେ ସାହିରେ କିଛି ଘଟିଲେ ଆଖପାଖ ଲୋକେ ସବୁ ଜାଣିବାକୁ ଚାହାନ୍ତି। ପ୍ରକୃତରେ ବହୁତ ସୁନ୍ଦର ଉଦାହରଣଟିଏ ଦେଲେ। ଯେତେବେଳେ ସାଧାରଣ ଲୋକଙ୍କ ମନରେ ବ୍ୟବସ୍ଥା ପ୍ରତି କ୍ରୋଧ ଆଉ ଅସନ୍ତୋଷ ସୃଷ୍ଟି ହୁଏ, ତାହା କେବଳ ରାସ୍ତାରେ ସୀମିତ ରହେ ନାହିଁ। ତାହା ବଢ଼ି ବଢ଼ି ଯାଇ ନିର୍ବାଚନ ବାକ୍ସରେ ଗୋଟିଏ ବଡ଼ ସରକାରକୁ ବି ଉଲଟାଇ ଦେବାର କ୍ଷମତା ରଖେ। ପଶ୍ଚିମବଙ୍ଗର ଫଳାଫଳ କେବଳ ଗୋଟିଏ ରାଜ୍ୟର ନିର୍ବାଚନ ନୁହେଁ, ଏହା ଭାରତୀୟ ଗଣତାନ୍ତ୍ରିକ ଇତିହାସର ଏକ ବଡ଼ ଅଧ୍ୟାୟ। ଆଉ ଏହି ଅଧ୍ୟାୟଟି ବେଶ୍ ଚାଞ୍ଚଲ୍ୟକର ମଧ୍ୟ। ତଥ୍ୟ ଅନୁଯାୟୀ ଯଦି ଆମେ ଦେଖିବା,
ପଶ୍ଚିମବଙ୍ଗରେ ବିଜେପି ଏଥର 207ଟି ଆସନ ଜିତି ଏକ ବିପୁଳ ବହୁମତ ହାସଲ କରିଛି ଏବଂ ପ୍ରଥମ ଥର ପାଇଁ ସେଠାରେ ସରକାର ଗଢ଼ିବାକୁ ଯାଉଛି। ଆଉ ଶାସକ ଦଳର ଅବସ୍ଥା କ'ଣ? ଦୀର୍ଘ 15 ବର୍ଷ ଧରି କ୍ଷମତାରେ ଥିବା ଶାସକ ଟିଏମ୍ସି ମାତ୍ର 80ଟି ଆସନରେ ସୀମିତ ହୋଇଯାଇଛି। ବର୍ତ୍ତମାନ କୋଲକାତାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବୈଠକ ଚାଲିଛି, ଯେଉଁଥିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହପର୍ଯ୍ୟବେକ୍ଷକ ଭାବେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ତ ଅନେକ ନେତା ଥିବେ। ହଁ, ଶୁଭେନ୍ଦୁ ଅଧିକାରୀଙ୍କ ସମେତ 4 ଜଣ ବରିଷ୍ଠ ନେତା ଏହି ଦୌଡ଼ରେ ଅଛନ୍ତି। କିନ୍ତୁ ଆପଣ ମୋତେ ଗୋଟେ କଥା ବୁଝାନ୍ତୁ, ମାନେ କୌଣସି ପକ୍ଷ ନ ନେଇ କେବଳ ତଥ୍ୟ ଭିତ୍ତିରେ ଯଦି ଆଲୋଚନା କରିବା, ଏତେ ବର୍ଷର ଗୋଟିଏ ସରକାର ଯାହାର ପୁରା ରାଜ୍ୟରେ ଏତେ ବଡ଼ ସଂଗଠନ ଥିଲା, ତାହା ହଠାତ୍ ତାସ୍ ଘର ଭଳି ଭୁଷୁଡ଼ି ପଡ଼ିଲା କେମିତି? ୟା ପଛର ମୂଳ ରଣନୀତି ବା କାରଣ କ'ଣ? ଦେଖନ୍ତୁ, ଗୋଟେ ଦୀର୍ଘସ୍ଥାୟୀ ସରକାରର ପତନ କେବେ ବି ରାତି ରାତି ହୁଏ ନାହିଁ। ଏହା ପଛରେ ଏକାଧିକ କାରଣ ଥାଏ। ପ୍ରଥମତଃ, ଏହା ହେଉଛି ଆଣ୍ଟି ଇନକମ୍ବେନ୍ସି ବା ପ୍ରତିଷ୍ଠାପନା ବିରୋଧୀ ମନୋଭାବ। ମାନେ ଲୋକଙ୍କର ବିରକ୍ତି ଭାବ? ଏକଦମ। ଲଗାତାର 15 ବର୍ଷ କ୍ଷମତାରେ ରହିବା ପରେ ସାଧାରଣତଃ ତୃଣମୂଳ ସ୍ତରରେ ଦୁର୍ନୀତି ଆଉ ସ୍ଥାନୀୟ ନେତାଙ୍କ ଦବଦବା ବଢ଼ିଯାଏ, ଯାହା ସାଧାରଣ ଲୋକଙ୍କୁ ବହୁତ ଅତିଷ୍ଠ କରେ। ଦ୍ୱିତୀୟରେ, ଅର୍ଥନୈତିକ ବିକାଶର ମନ୍ଥରତା ଆଉ ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ବେକାରୀ ସମସ୍ୟା ବିରୋଧୀ ଦଳକୁ ଏକ ମଜବୁତ ପ୍ରସଙ୍ଗ ଦେଇଥିଲା। ଆଉ ବିରୋଧୀ ଦଳ ଏହି ଅସନ୍ତୋଷକୁ ସଠିକ୍ ଭାବେ ସଂଗଠିତ କରି ନିର୍ବାଚନ ବାକ୍ସ ପର୍ଯ୍ୟନ୍ତ ନେବାରେ ସଫଳ ହେଲେ। କିନ୍ତୁ କ୍ଷମତା ପରିବର୍ତ୍ତନ ହେଲେ ବି ପଶ୍ଚିମବଙ୍ଗର ଗୋଟେ ପୁରୁଣା କଳଙ୍କ ଯେମିତି ପିଛା ଛାଡ଼ୁନାହିଁ। ମାନେ ସେଠାରେ ରାଜନୈତିକ ହିଂସା ଥମିବାର ନାଁ ହିଁ ନେଉନାହିଁ। କ'ଣ ଆଉ କିଛି ନୂଆ ଘଟଣା ଘଟିଛି କି? ହଁ, ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ବା ପିଏଙ୍କୁ ମଧ୍ୟମଗ୍ରାମ ଅଞ୍ଚଳରେ ତାଙ୍କ କାର୍ ଭିତରେ ଗୁଳି କରି ହତ୍ୟା କରାଯାଇଛି। ବାଇକ୍ରେ ଆସିଥିବା କିଛି ଦୁର୍ବୃତ୍ତ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ମାନେ ନିର୍ବାଚନ ତ ସରିଗଲା, ବହୁମତ ବି ସ୍ପଷ୍ଟ ହୋଇଗଲା, ତଥାପି ଏହି ରାଜନୈତିକ ହିଂସା କାହିଁକି ଥମୁନାହିଁ? କାରଣ ପଶ୍ଚିମବଙ୍ଗ ରାଜନୀତିରେ ହିଂସା କୌଣସି ଏକ ସାମୟିକ ଘଟଣା ନୁହେଁ। ଏହା ବହୁ ଦଶନ୍ଧି ଧରି କ୍ଷମତା ଦଖଲ କରିବାରେ ଏକ ଅସ୍ତ୍ର ଭାବେ ବ୍ୟବହୃତ ହୋଇଆସିଛି। ଆଚ୍ଛା। ଯେତେବେଳେ କ୍ଷମତା ହସ୍ତାନ୍ତର ହୁଏ, ସେତେବେଳେ ନିଜ ସ୍ଥାନୀୟ ଅଞ୍ଚଳରେ ଆଧିପତ୍ୟ ଜାହିର କରିବା ପାଇଁ ରାଜନୈତିକ କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହେ। କାର୍ ଭିତରେ ଗୁଳି କରି ହତ୍ୟା କରିବା ଦର୍ଶାଉଛି ଯେ ସରକାର ବଦଳିଲେ ବି ଏହି ହିଂସାର ସଂସ୍କୃତି ବଦଳିବା ପାଇଁ ବହୁତ ସମୟ ଲାଗିବ। ଠିକ୍ କଥା। ନିର୍ବାଚନ ଜିତିବା ଗୋଟିଏ କଥା, କିନ୍ତୁ ସେହି କ୍ଷମତାର ଲଢ଼େଇରେ ଜୀବନ ଯିବା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ବହୁତ କଳା ଦିଗ। କିନ୍ତୁ ଶ୍ରୋତାମାନଙ୍କ ପାଇଁ ଏହା ମଧ୍ୟ ଜାଣିବା ଜରୁରୀ ଯେ ରାଜନୀତି ଆଉ କ୍ଷମତାର ଏହି ରକ୍ତାକ୍ତ ଖେଳ କେବଳ ଗୋଟିଏ ରାଜ୍ୟ ବା ଆମ ଦେଶ ଭିତରେ ସୀମିତ ନାହିଁ। ବିଶ୍ୱ ଦରବାରରେ, ବିଶେଷ କରି ମଧ୍ୟପ୍ରାଚ୍ୟରେ ଏକ ବହୁତ ବଡ଼ ଧରଣର ଭୂରାଜନୀତି ବା ଜିଓପଲିଟିକ୍ସର ଖେଳ ଚାଲିଛି। ହଁ, ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସେଠାରେ ପଡ଼ୁଥିବା ବୋମା ସିଧାସଳଖ ଆମ ପକେଟ୍ ଆଉ ରୋଷେଇ ଘର ସହ ଜଡ଼ିତ। ଏକଦମ। ଆଉ ଆପଣ ନିଶ୍ଚୟ ଆମେରିକା ଏବଂ ଇରାନ ମଧ୍ୟରେ ଉପୁଜିଥିବା ବର୍ତ୍ତମାନର ସଙ୍କଟ ବିଷୟରେ ଇଙ୍ଗିତ କରୁଛନ୍ତି, ଯାହା ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେବାର କ୍ଷମତା ରଖେ। ଦେଖନ୍ତୁ, ଆମେରିକା ଆଉ ଇସ୍ରାଏଲ ଦ୍ୱାରା ଇରାନ ଉପରେ ହୋଇଥିବା ମିଳିତ ଆକ୍ରମଣ ପରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। ସତରେ ଏହା ଏକ ଚିନ୍ତାଜନକ ବିଷୟ। ସହ ଶେଷ ହୋଇଛି। କିନ୍ତୁ ଏହା କ'ଣ କେବଳ ଏକ ନାମ, ନା ଏହି ଅପରେସନ ପଛରେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା? ହଁ, ଏହି ଅପରେସନ ଏପିକ୍ ଫ୍ୟୁରି ମୁଖ୍ୟତଃ ଇରାନର ସାମରିକ ଭିତ୍ତିଭୂମି, ବିଶେଷ କରି ସେମାନଙ୍କର ରାଡାର ସିଷ୍ଟମ ଆଉ ଡ୍ରୋନ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଲକ୍ଷ୍ୟ ରଖିଥିଲା। ମାନେ ଇରାନକୁ ଦୁର୍ବଳ କରିବା ପାଇଁ? ଏକଦମ। ଏହାର ଉଦ୍ଦେଶ୍ୟ ଥିଲା ଇରାନର ପାଲଟା ଆକ୍ରମଣ କରିବାର କ୍ଷମତାକୁ ଦୁର୍ବଳ କରିଦେବା, ଯାହାଦ୍ୱାରା ଏହା ଯେମିତି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ବା ପରମାଣୁ ଯୁଦ୍ଧର ରୂପ ନ ନିଏ। କିନ୍ତୁ ତାପରେ ବି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏକ ନୂଆ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର ନ କରେ, ତେବେ ଆଗକୁ ଆହୁରି ଭୟଙ୍କର ବୋମାମାଡ଼ କରାଯିବ। ବାପରେ। ଆଉ ଏହି ସବୁ ଭିତରେ ଗୋଟିଏ ଦେଶର ନାମ ବାରମ୍ବାର ଆସୁଛି, ଯାହା ମୋତେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରୁଛି, ସେ ହେଉଛି ପାକିସ୍ତାନ। ପାକିସ୍ତାନ? ସେ ପୁଣି କ'ଣ କରୁଛି ସେଠି? ହଁ, ଇରାନର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପାକିସ୍ତାନ ଏବେ ମଧ୍ୟସ୍ଥତା କରୁଛି ଏବଂ ଏକ ଶାନ୍ତି ପ୍ରସ୍ତାବ ଉପରେ ବିଚାର ଚାଲିଛି।
ସେପଟେ ପୁଣି ୟୁଏଇରେ ମଧ୍ୟ ଡ୍ରୋନ୍ ଆକ୍ରମଣରୁ ଖବର ଆସୁଛି। କିନ୍ତୁ ଏସବୁ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ହେଲା, ଆରବ ସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିଯାଇଥିବା ଏକ ଭାରତୀୟ ବାଣିଜ୍ୟିକ ଜାହାଜ, ଯାହାର ନାମ ହେଉଛି MV ଗୌତମ, ତାକୁ ପାକିସ୍ତାନ ନୌସେନା ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଆରେ ବାଃ, ଏହା ତ ଟିକେ ନୂଆ ଧରଣର ଖବର। ସେଇଆ ତ। ମୋତେ ଗୋଟେ କଥା ବୁଝାନ୍ତୁ, ଗୋଟିଏ ପଟେ ଆମେରିକା ସହ କୂଟନୀତିକ ସମ୍ପର୍କ, ଅନ୍ୟପଟେ ଇରାନ ପାଇଁ ମଧ୍ୟସ୍ଥତା, ଆଉ ଏପଟେ ଆରବ ସାଗରରେ ଭାରତୀୟ ଜାହାଜକୁ ଉଦ୍ଧାର। ପାକିସ୍ତାନର ଏହି ଅଚାନକ ଭଲ ପିଲା ସାଜିବାର ରହସ୍ୟ କ'ଣ? ଏଥିରେ ତାଙ୍କର କି ସ୍ୱାର୍ଥ ଅଛି? ଏହା ଏକ ସମ୍ପୂର୍ଣ୍ଣ ସ୍ୱାର୍ଥନ୍ୱେଷୀ ତଥା ରଣନୀତିକ ପଦକ୍ଷେପ। ପ୍ରଥମତଃ ଦେଖନ୍ତୁ, ପାକିସ୍ତାନ ଏବେ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ତାଙ୍କୁ IMF ଏବଂ ଆମେରିକାଠାରୁ ବିପୁଳ ଆର୍ଥିକ ସହାୟତା ଦରକାର। ତେଣୁ ସେମାନେ ବିଶ୍ୱ ଦରବାରରେ ନିଜକୁ ଏକ ଦାୟିତ୍ୱବାନ ରାଷ୍ଟ୍ର ଏବଂ ଶାନ୍ତିଦୂତ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ଆଚ୍ଛା, ମାନେ ପଇସା ପାଇଁ ଏସବୁ ଡ୍ରାମା? କିଛି ମାତ୍ରାରେ। ଦ୍ୱିତୀୟତଃ, ଇରାନ ହେଉଛି ପାକିସ୍ତାନର ପଡ଼ୋଶୀ। ଯଦି ଇରାନରେ ଯୁଦ୍ଧ ବ୍ୟାପେ, ତେବେ ଲକ୍ଷ ଲକ୍ଷ ଶରଣାର୍ଥୀ ସିଧା ପାକିସ୍ତାନ ସୀମାରେ ପ୍ରବେଶ କରିବେ, ଯାହା ଏବେକାର ପାକିସ୍ତାନ ସହିପାରିବ ନାହିଁ। ଆଉ ରହିଲା ଭାରତୀୟ ଜାହାଜ ଉଦ୍ଧାର ଘଟଣା, ସେଟା ମୁଖ୍ୟତଃ ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନ ବା ଇଣ୍ଟରନ୍ୟାସନାଲ ମେରିଟାଇମ୍ ଲ ଅଧୀନରେ ଆସେ। ମାନେ ସେମାନେ ବାଧ୍ୟ ଥିଲେ ସାହାଯ୍ୟ କରିବାକୁ? ହଁ, ସମୁଦ୍ର ମଝିରେ ବିପଦରେ ଥିବା କୌଣସି ବି ଦେଶର ଜାହାଜକୁ ସାହାଯ୍ୟ କରିବା ପାଖରେ ଥିବା ନୌସେନାର କର୍ତ୍ତବ୍ୟ ହୋଇଥାଏ। ଏଥିରେ ସେମାନେ ନିଜର ଭଲ ଇମେଜ୍ ବି ବନାଇଦେଲେ। ଠିକ୍ ଅଛି, ଏହା ବୁଝି ହେଲା। କିନ୍ତୁ ଆମେ ଏତେ ଦୂରରେ ଥାଇ ଏହି ମଧ୍ୟପ୍ରାଚ୍ୟ ସମସ୍ୟାକୁ କାହିଁକି ବୁଝିବା ଦରକାର? ବିଶେଷ କରି ଖବରରେ ବାରମ୍ବାର ହର୍ମୁଜ ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ କଥା ଉଠୁଛି। ଏହି ପ୍ରଣାଳୀର ଭୂଗୋଳ ଏମିତି କ'ଣ ଯେ ଇରାନ ଚାହିଁଲେ ସମଗ୍ର ବିଶ୍ୱର ତେଲ ଯୋଗାଣକୁ ଅଟକାଇ ଦେଇପାରିବ? ଏହାର କାରଣ ହେଉଛି ହର୍ମୁଜ ପ୍ରଣାଳୀର ଅତ୍ୟନ୍ତ ସଂକୀର୍ଣ୍ଣ ଭୌଗୋଳିକ ସ୍ଥିତି। ମାନେ ମଧ୍ୟପ୍ରାଚ୍ୟର ସମସ୍ତ ବଡ଼ ତୈଳ ଉତ୍ପାଦନକାରୀ ଦେଶ ଯେପରିକି ସାଉଦି ଆରେବିଆ, ଇରାକ ଏବଂ UAE, ଏମାନଙ୍କର ତେଲ ଜାହାଜଗୁଡ଼ିକୁ ସମୁଦ୍ରକୁ ଆସିବାକୁ ହେଲେ ଏହି ଗୋଟିଏ ମାତ୍ର ରାସ୍ତା ଦେଇ ଆସିବାକୁ ପଡ଼େ। ମାନେ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ? ନାହିଁ, ଏହା ଏକ ପ୍ରକାର ଚକ୍ ପଏଣ୍ଟ। ସବୁଠାରୁ ସଂକୀର୍ଣ୍ଣ ସ୍ଥାନରେ ଏହା ମାତ୍ର 39 କିଲୋମିଟର ଚଉଡ଼ା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣିଛନ୍ତି? ବଡ଼ ବଡ଼ ଜାହାଜ ଯିବା ପାଇଁ ଯେଉଁ ଗଭୀର ପଥ ଦରକାର, ତାହା ମାତ୍ର 3 କିଲୋମିଟର। ମାତ୍ର 3 କିଲୋମିଟର? ତାମାନେ ସେଠି ଯଦି କେହି ରାସ୍ତା ରୋକିଦେବ? ଏକଦମ। ତେଣୁ ଯଦି ଇରାନ ସେଠାରେ କିଛି ମାଇନ୍ ବା ବମ୍ବା ବିଛାଇ ଦିଏ କିମ୍ବା ନିଜର କ୍ଷେପଣାସ୍ତ୍ର ମୁତୟନ କରିଦିଏ, ତେବେ ବିଶ୍ୱର ପ୍ରାୟ 20% ତୈଳ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଅର୍ଥନୀତିର ସାଧାରଣ ନିୟମ ଅନୁଯାୟୀ ଯୋଗାଣ କମିଲେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଆକାଶ ଛୁଆଁ ହୋଇଯିବ। ଆଉ ତାପରେ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ? ହଁ, ଆଉ ଡିଜେଲ ମହଙ୍ଗା ହେଲେ ଆମ ଦେଶରେ ଟ୍ରାନ୍ସପୋର୍ଟ ବା ପରିବହନ ଖର୍ଚ୍ଚ ବଢ଼ିବ। ତାର ସିଧା ପ୍ରଭାବ ପଡ଼ିବ ବଜାରରେ ମିଳୁଥିବା ଚାଉଳ, ଡାଲି ଏବଂ ପନିପରିବାର ଦାମ ଉପରେ। ସିଧାସଳଖ କହିଲେ, ଇରାନର ଏହି ଅଶାନ୍ତି ଭାରତରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟକୁ ପୁରା ଦୋହଲାଇ ଦେବ। ତାହେଲେ ଆମେ ଦେଖୁଛେ ଯେ ଭୂ ରାଜନୀତି କେମିତି ସିଧା ଆସି ଆମ ରୋଷେଇ ଘରେ ପଶୁଛି। ଆଉ ବଜାରରେ ଏହି ମୂଲ୍ୟବୃଦ୍ଧିକୁ ସହିବାକୁ ହେଲେ ତ ସାଧାରଣ ଲୋକଙ୍କ ହାତରେ ଅର୍ଥ ଦରକାର, ରୋଜଗାର ଦରକାର। ନିଶ୍ଚିତ ଭାବେ। କିନ୍ତୁ ଭାରତର ଅର୍ଥନୈତିକ ସ୍ଥିତି ଏବଂ ରୋଜଗାର ସମସ୍ୟାକୁ ନେଇ ଯେଉଁ ଚିତ୍ର ଏବେ ସାମ୍ନାକୁ ଆସୁଛି, ତାହା ବେଶ୍ ଚିନ୍ତାଜନକ। ନିକଟରେ ଦିଲ୍ଲୀ ପାଖ ନଏଡାରେ ଶ୍ରମିକମାନଙ୍କର ଏକ ବଡ଼ ଆନ୍ଦୋଳନ ଦେଖିବାକୁ ମିଳିଲା। ମାନେ ଏହା କେବଳ ଦରମା ବୃଦ୍ଧି ପାଇଁ ଏକ ସାଧାରଣ ଦାବି ନୁହେଁ। ଏହା ଆମ ଦେଶର ଏକ ବଡ଼ ଗଠନମୂଳକ ସମସ୍ୟା ବା ଷ୍ଟ୍ରକ୍ଚରାଲ ଫ୍ଲ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ'ଣ କହୁଛନ୍ତି? ସମ୍ପୂର୍ଣ୍ଣ ଠିକ୍ ଧରିଛନ୍ତି। ଆମ ଦେଶର GDP ବା ଅର୍ଥନୀତି ବହୁତ ଦ୍ରୁତ ଗତିରେ ବଢ଼ିଛି, ଏଥିରେ ତ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହି ବିକାଶର ଗୋଟେ ଗୁରୁତ୍ୱପୂର୍ଣ୍ଣ ସିଡ଼ିକୁ ଆମେ ଡେଇଁ ପଡ଼ିଲୁ। କେଉଁ ସିଡ଼ି? ସାଧାରଣତଃ ଦେଶଗୁଡ଼ିକ କୃଷି କ୍ଷେତ୍ରରୁ ପ୍ରଥମେ ଉତ୍ପାଦନ ବା ମାନୁଫ୍ୟାକ୍ଚରିଂ କ୍ଷେତ୍ରକୁ ଯାଆନ୍ତି ଏବଂ ତାପରେ ସେବା ବା ସର୍ଭିସେସ୍ କ୍ଷେତ୍ରକୁ ଯାଆନ୍ତି। ଚୀନ କିମ୍ବା ଭିଏଟନାମ ଠିକ୍ ଏହି ପଥ ଅନୁସରଣ କରିଥିଲେ। ଆଚ୍ଛା, ଯାହାଦ୍ୱାରା ସେଠାରେ ଅଧିକ ଫ୍ୟାକ୍ଟ୍ରି ତିଆରି ହେଲା। ହଁ, ଆଉ ତାଦ୍ୱାରା ସେମାନଙ୍କର କମ୍ ପାଠ ପଢ଼ିଥିବା ଲକ୍ଷ ଲକ୍ଷ ଗରିବ ଯୁବକ ଫ୍ୟାକ୍ଟ୍ରିରେ କାମ ପାଇଲେ। କିନ୍ତୁ ଭାରତ କ୍ଷେତ୍ରରେ ତାହା ହେଲା ନାହିଁ। ଆମେ ସିଧା କୃଷିରୁ ସର୍ଭିସେସ୍ କ୍ଷେତ୍ରକୁ ଚାଲିଆସିଲେ। ହଁ, ମୁଁ ଏହାକୁ ଏକ ଉଦାହରଣ ଦେଇ ବୁଝାଇବାକୁ ଚାହିଁବି। ଦେଖନ୍ତୁ,
ଭାରତର ଏହି ଅର୍ଥନୈତିକ ବିକାଶ ଯେମିତି ଘରର ଭୂମି ବା ଗ୍ରାଉଣ୍ଡ ଫ୍ଲୋର ତିଆରି ନ କରି ସିଧାସଳଖ ଉପର ମହଲା ତିଆରି କରିବା ସହ ସମାନ। ଉତ୍ପାଦନ କ୍ଷେତ୍ର ବା ଫ୍ୟାକ୍ଟ୍ରିଗୁଡ଼ିକ ହେଉଛି ସେହି ଗ୍ରାଉଣ୍ଡ ଫ୍ଲୋର ଯାହା ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥାଏ। ଠିକ୍ କହିଲେ। କିନ୍ତୁ ଆମେ ସିଧା ଆଇଟି ଏବଂ ସେବା କ୍ଷେତ୍ର ବା ଉପର ମହଲାକୁ ଚାଲିଗଲେ। ଫଳରେ ଯେଉଁମାନେ ଉଚ୍ଚଶିକ୍ଷିତ ଏବଂ ଇଂରାଜୀ ଜାଣିଥିଲେ ସେମାନେ ତ ବହୁତ ଭଲ ରୋଜଗାର କଲେ। କିନ୍ତୁ ଯେଉଁ ବିପୁଳ ଯୁବଗୋଷ୍ଠୀଙ୍କ ପାଖରେ ଉଚ୍ଚ ଡିଗ୍ରୀ ନାହିଁ ସେମାନଙ୍କ ପାଇଁ ସଠିକ୍ ରୋଜଗାର ସୃଷ୍ଟି ହୋଇପାରିଲା ନାହିଁ। ଭିତ୍ତିଭୂମି ଦୁର୍ବଳ ରହିଗଲା। କିନ୍ତୁ ଏଠାରେ ମୋର ଗୋଟିଏ ପ୍ରଶ୍ନ ଅଛି। ଆପଣ କହୁଛନ୍ତି ଆମେ ଗ୍ରାଉଣ୍ଡ ଫ୍ଲୋର ତିଆରି କଲୁ ନାହିଁ। ହଁ। କିନ୍ତୁ ଏବେ ତ ଆମେ ଦେଖୁଛୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁଜରାଟ ଗସ୍ତରୁ ପ୍ରାୟ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆଣିବାରେ ସକ୍ଷମ ହୋଇଛନ୍ତି। ଏହା ତ ଏକ ବିଶାଳ ଅଙ୍କ। ଏତେ ଟଙ୍କାର ପୁଞ୍ଜିନିବେଶ ଆସିଲେ କ'ଣ ଆମର ଏହି ରୋଜଗାର ସମସ୍ୟାର ସମାଧାନ ହୋଇପାରିବ ନାହିଁ? ଦେଖନ୍ତୁ, ଏହି ପ୍ରଶ୍ନର ଉତ୍ତରରେ ହିଁ ଭାରତୀୟ ଅର୍ଥନୀତିର ପ୍ରକୃତ ସମସ୍ୟା ଲୁଚି ରହିଛି। ପୁଞ୍ଜିନିବେଶ ଆସିବା ନିଶ୍ଚିତ ଭାବେ ଏକ ଅତ୍ୟନ୍ତ ସକାରାତ୍ମକ ଦିଗ ଏବଂ ଏହା ରାଜ୍ୟର ଅର୍ଥନୀତିକୁ ବହୁତ ବଢ଼ାଇବ। କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ଯେ ଏହି ଅର୍ଥ କେଉଁ କ୍ଷେତ୍ରକୁ ଯାଉଛି। ମାନେ କେଉଁ ଧରଣର କମ୍ପାନୀ ଆସୁଛି? ହଁ, ତାହା କ୍ୟାପିଟାଲ ଇଣ୍ଟେନ୍ସିଭ୍ ନା ଲେବର ଇଣ୍ଟେନ୍ସିଭ୍? ଅର୍ଥାତ୍ ସେହି ଶିଳ୍ପରେ ଅଧିକ ଯନ୍ତ୍ରପାତି ଲାଗିବ ନା ଅଧିକ ମଣିଷଙ୍କର ଆବଶ୍ୟକତା ପଡ଼ିବ। ଗୋଟିଏ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ବା ସେମିକଣ୍ଡକ୍ଟର ପ୍ଲାଣ୍ଟ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୁଏ। କିନ୍ତୁ ମେସିନ୍ ସବୁ କାମ କରୁଥିବାରୁ ସେଠାରେ ବହୁତ କମ୍ ଲୋକଙ୍କୁ ନିଯୁକ୍ତି ମିଳେ। ଓହୋ, ଟଙ୍କା ଅଧିକ କିନ୍ତୁ ଚାକିରି କମ୍। ଏକଦମ। ଅନ୍ୟପଟେ ଟେକ୍ସଟାଇଲ ବା ଲୁଗାକଳ ଭଳି ଶିଳ୍ପରେ କମ୍ ପୁଞ୍ଜି ଖର୍ଚ୍ଚ ହେଲେ ବି ହଜାର ହଜାର ସାଧାରଣ ଶ୍ରମିକଙ୍କୁ ସେଠି କାମ ମିଳିଥାଏ। ତେଣୁ ବିପୁଳ ପୁଞ୍ଜି ଆସିଲେ ବି ତାହା ସାଧାରଣ ଯୁବକଙ୍କ ହାତକୁ କେତେ ରୋଜଗାର ଦେଉଛି ତାହା ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ ଜିଡିପି ବଢ଼ିଲେ ଯେ ସମସ୍ତଙ୍କ ଆୟ ସମାନ ଭାବେ ବଢ଼ିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ବିଲକୁଲ ନାହିଁ। ଆଉ ତଥ୍ୟ ମଧ୍ୟ ଏହା ହିଁ ପ୍ରମାଣ କରୁଛି। ଆଜି ବି ଭାରତରେ ଶ୍ରମିକମାନଙ୍କର ହାରାହାରି ପ୍ରକୃତ ମଜୁରୀ ବା ଯାହାକୁ ଆମେ ରିଅଲ ୱେଜ୍ କହୁ ତାହା ମାସିକ 20,000 ଟଙ୍କା ତଳେ ହିଁ ଅଟକି ରହିଛି। ମୂଲ୍ୟବୃଦ୍ଧି ଅନୁପାତରେ ସେମାନଙ୍କର ଆୟ ଆଦୌ ବଢ଼ୁନାହିଁ। ଆଉ ଯେଉଁମାନେ ଦୈନିକ ମଜୁରୀ କରନ୍ତି ସେମାନଙ୍କର ଅବସ୍ଥା ତ ଆହୁରି ଖରାପ ଥିବ। ହଁ, ଆହୁରି ଚିନ୍ତାର ବିଷୟ ହେଲା ଦେଶର ପ୍ରାୟ 52% ଶ୍ରମିକଙ୍କ ପାଖରେ କୌଣସି ପ୍ରକାର ସାମାଜିକ ସୁରକ୍ଷା ବା ମେଡିକାଲ ସୁବିଧା ନାହିଁ। ନୋଏଡାରେ ହେଉଥିବା ଆନ୍ଦୋଳନ ଏହି ବଡ଼ ଅସନ୍ତୋଷର ଗୋଟେ ଛୋଟ ପ୍ରତିଫଳନ ମାତ୍ର। ତା ସହ ଆମେ ଯେଉଁ ଓଡ଼ିଶା ପ୍ରସଙ୍ଗରେ କଥା ହେଉଥିଲେ, ହଁ, 48,000 କୋଟିର ପୁଞ୍ଜିନିବେଶ। ଗୋଟିଏ ପଟେ ଏତେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନ୍ୟପଟେ ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ୍ 2% ହ୍ରାସ ପାଇବା ଖବର ମଧ୍ୟ ରହିଛି। ସ୍ୱାସ୍ଥ୍ୟ ଓ ଶିକ୍ଷା ହେଉଛି ଗୋଟେ ରାଜ୍ୟ ବା ଦେଶର ମୂଳଦୁଆ। ଠିକ୍ କଥା। ଯଦି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ହେବ ତେବେ ଗୋଟିଏ ଗରିବ ପରିବାରର କେହି ରୋଗରେ ପଡ଼ିଲେ ତାଙ୍କର ସମସ୍ତ ସଞ୍ଚୟ ସେଇଥିରେ ଖର୍ଚ୍ଚ ହୋଇଯିବ ଏବଂ ସେମାନେ ପୁଣି ସେହି ଦାରିଦ୍ର୍ୟ ଆଡ଼କୁ ଠେଲି ହୋଇଯିବେ। ଆଉ ଏହା ଅର୍ଥନୀତି ପାଇଁ ବହୁତ ବଡ଼ ବିପଦ। ତେବେ ଆଜିର ଏହି ସମ୍ପୂର୍ଣ୍ଣ ଗଭୀର ତର୍ଜମାକୁ ଯଦି ଆମେ ଏକାଠି ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରିବା ତେବେ ଏକ ଅଦ୍ଭୁତ ଶୃଙ୍ଖଳ ଦେଖିବାକୁ ମିଳୁଛି। କିପରି? ଦେଖନ୍ତୁ, ଆମେ ଆଲୋଚନା ଆରମ୍ଭ କରିଥିଲେ ବାଲ୍ୟନ୍ତାର ସେହି ହିଂସାତ୍ମକ ଗଣପିଟୁଣି ଘଟଣାରୁ, ଯାହା ଆମ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କର ଧୈର୍ଯ୍ୟହୀନତାକୁ ଦର୍ଶାଉଛି। ତାପରେ ଆମେ ଦେଖିଲେ ଯେ ସେହି ସାମାଜିକ ଅସନ୍ତୋଷ ଯେତେବେଳେ ବଡ଼ ରୂପ ନିଏ ତାହା ପଶ୍ଚିମବଙ୍ଗ ଭଳି ଏକ ପୁରୁଣା ସରକାରକୁ ବି ଓଲଟାଇ ଦିଏ। ହଁ, ସେହି ଆଣ୍ଟି ଇନକମ୍ବେନ୍ସି ଆଉ ରାଜନୀତିକ ପରିବର୍ତ୍ତନ। ଆଉ ରାଜନୀତି କଥା ଆସିଲା ବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ସେହି ଆନ୍ତର୍ଜାତୀୟ ତିକ୍ତତା ହର୍ମୁଜ ପ୍ରଣାଳୀ ଦେଇ ଆମ ସାଧାରଣ ଲୋକଙ୍କ ପକେଟକୁ କିପରି ଖାଲି କରିବାର କ୍ଷମତା ରଖୁଛି ତାହା ଆମେ ବୁଝିଲେ। ଆଉ ଶେଷରେ ଏହି ମୂଲ୍ୟ ବୃଦ୍ଧିକୁ ସାମ୍ନା କରିବା ପାଇଁ ଯେଉଁ ରୋଜଗାର ଦରକାର, ନୋଏଡାର ଶ୍ରମିକ ଆନ୍ଦୋଳନ ଏବଂ ଆମର ଗଠନମୂଳକ ଅର୍ଥନୈତିକ ସମସ୍ୟା କିପରି ସେହି ଦିଗରେ ବିଫଳ ହେଉଛି ତାହା ବି ପୁରା ସ୍ପଷ୍ଟ ହୋଇଗଲା। ଏବଂ ଏହି ସବୁ ଘଟଣାଗୁଡ଼ିକ ଆମକୁ ଗୋଟିଏ ଅତି ସ୍ପଷ୍ଟ ବାର୍ତ୍ତା ଦେଉଛି। ଏକ ବିଶ୍ୱାୟିତ ବା ଗ୍ଲୋବାଲାଇଜ୍ ଦୁନିଆରେ ନିଜକୁ କେବେହେଲେ ଅଲଗା କରି ରଖିବା ସମ୍ଭବ ନୁହେଁ। ନିଜ ଆଖପାଖରେ ଘଟୁଥିବା ଅପରାଧ ଆମ ମାନସିକତାକୁ ଘଡ଼ୁଛି ଆଉ ସମୁଦ୍ର ସେପାଖରେ ପଡ଼ୁଥିବା ବୋମା ଆମ ଦୈନନ୍ଦିନ ଖର୍ଚ୍ଚକୁ ନିୟନ୍ତ୍ରଣ କରୁଛି। ଏକଦମ। ଏହି ସମନ୍ୱୟ ଏବଂ ପଛର କାରଣକୁ ବୁଝିବା ହିଁ ପ୍ରକୃତ ଜ୍ଞାନ। ଆଉ ଏହି ସଚେତନତା ଏବଂ ଜ୍ଞାନ କଥାରୁ ହିଁ ମୋ ମନରେ ଏକ ଶେଷ ପ୍ରଶ୍ନ ଆସୁଛି ଯାହା ଶ୍ରୋତାମାନଙ୍କୁ ନିଶ୍ଚୟ ଭାବିବାକୁ ଖୋରାକ ଦେବ।
ଆଜି ଆମେ ଏମିତି ଏକ ଡିଜିଟାଲ ଦୁନିଆରେ ବଞ୍ଚୁଛୁ ଯେଉଁଠି ମଣିଷ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ବିଶ୍ୱର ଯେକୌଣସି କୋଣରେ ଘଟୁଥିବା ଘଟଣା କ୍ଷଣକରେ ଜାଣିପାରୁଛି। କିନ୍ତୁ ଏକଥା ଚିନ୍ତା କରିବାର ବିଷୟ ଯେ ଏହି ଅତ୍ୟଧିକ ସୂଚନାର ବନ୍ୟା ମଣିଷକୁ ପ୍ରକୃତରେ ଅଧିକ ସଚେତନ କରୁଛି ନା ଧୀରେ ଧୀରେ ସମ୍ବେଦନାହୀନ କରିଦେଉଛି। ଆଖପାଖରେ ଘଟୁଥିବା ଏକ ଅପରାଧ କିମ୍ବା ଯୁଦ୍ଧର ଖବରକୁ ଲୋକେ କେବଳ ଏକ ମନୋରଞ୍ଜକ ଭିଡିଓ ଭାବେ ଦେଖି ସ୍କ୍ରୋଲ କରିଦେଉଛନ୍ତି ନା ତାହାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି। ସୂଚନା ପାଇବା ଆଉ ସେହି ସୂଚନାକୁ ବୁଝିବା ମଧ୍ୟରେ ଥିବା ଏହି ବିରାଟ ପାର୍ଥକ୍ୟ ଉପରେ ନିଶ୍ଚୟ ବିଚାର କରିବାର ଆବଶ୍ୟକତା ରହିଛି। ଆଜି ପାଇଁ ଏତିକି। ଆଶା କରୁଛୁ ଆଜିର ଏହି ଗଭୀର ତର୍ଜମା ଏକ ନୂଆ ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିବାରେ ନିଶ୍ଚୟ ସହାୟକ ହୋଇଥିବ।